ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳରେ 3 ମାସ କୁକୁଡ଼ା ଚାଷ ବନ୍ଦ ରହିବ। 3 ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନ କଟକଣା ଲଗାଇଛି। ପିପିଲି, ଢେଙ୍କାନାଳ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ ବନ୍ଦ ରହିବ। ସଂକ୍ରମିତ ଅଞ୍ଚଳରେ 1 କିଲୋମିଟର ଭିତରେ କୁକୁଡ଼ା ଚାଷ ହେବନି। 1ରୁ 10 କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠାଯିବନି। 15 ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରାଯିବ। ନେଗେଟିଭ୍ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁସାରେ ବାର୍ଡ ଫ୍ଲୁର ହଟସ୍ପଟ୍ ସାଜିଛି ପୁରୀ। ପୁରୀରେ ବାର୍ଡ ଫ୍ଲୁ ସ୍ଥିତ ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍। ପୁରୀ ନିମାପଡ଼ାରେ ପହଞ୍ଚିଥିଲେ 3 ଜଣିଆ କେନ୍ଦ୍ରୀୟ ବିଶେଷଜ୍ଞ ଦଳ। ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ ନିର୍ଦ୍ଦେଶକଙ୍କ ସହ 3 ଜଣିଆ ଟିମ୍ ପହଞ୍ଚି ଗ୍ରାଉଣ୍ଡରେ ଯାଞ୍ଚ କରିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାସହ ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନ କରିଥିଲେ। କେତେ ପରିମାଣର କୁକୁଡ଼ା ସଂକ୍ରମିତ ହୋଇଛନ୍ତି ସେସବୁର ଅନୁଧ୍ୟାନ ହୋଇଥିଲା। ପୁରୀ ଜିଲ୍ଲାର ପିପିଲି, ସତ୍ୟବାଦୀ ପରେ ନିମାପଡ଼ା ଏବଂ ଡେଲାଙ୍ଗା ବାର୍ଡ ଫ୍ଲୁର ହଟସ୍ପଟ୍ ପାଲଟିଥିଲା। ସଂକ୍ରମିତ ଅଞ୍ଚଳରେ 2ଟି ପର୍ଯ୍ୟାୟରେ ଆର୍ଆର୍ ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ବାର୍ଡ କଲିଂ ସରିଛି। ରାଜ୍ୟ ପ୍ରାଣୀ ଚିକିତ୍ସା ବିଭାଗ ନିର୍ଦ୍ଦେଶକ ରାମାଶିଷ ହଜାର, ଅତିରିକ୍ତ ନିର୍ଦ୍ଦେଶକ ମିହିର ନାୟକ ଓ ଯୁଗ୍ମ ନିର୍ଦ୍ଦେଶକ ରବୀନ୍ଦ୍ର ସେଠୀଙ୍କ ସମେତ କେନ୍ଦ୍ର ପ୍ରାଣୀ ଚିକିତ୍ସା ମନ୍ତ୍ରାଳୟ ଆଡିସନାଲ କମିଶନର ଅଭିଜିତ ମିତ୍ରଙ୍କ ନେତୃତ୍ୱରେ କେନ୍ଦ୍ରୀୟ ଟିମ୍ ଅଞ୍ଚଳ ପରିଦର୍ଶନ କରିଛନ୍ତି।